ଆପଣଙ୍କ ଥୋପା ଟଗର ଗଛରେ ଭଲ ଭାବେ ଗ୍ରୋଥ ଆସୁନି, ସେଥିରେ ଫୁଲ ଆସୁନି କିମ୍ବା ସେଥିରେ ଆପଣଙ୍କର ପୋକ ଲାଗୁଛନ୍ତି, ପତ୍ରମୋଡ଼ା ପୋକ ଯେଉଁ ଲାଗିଥାନ୍ତି ସେଗୁଡ଼ିକ ଲାଗୁଛନ୍ତି ଆଉ ଗଛକୁ ପୁରା ଖରାପ କରିଦେଉଛନ୍ତି, ତାହେଲେ ସେସବୁର ସମାଧାନ ଆପଣ କେମିତି କରିବେ ସେ ବିଷୟରେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। କିଛି ଖତ ବିଷୟରେ ସେୟାର କରିବି ଯାହାକୁ କି ଆପଣ ଆପଣଙ୍କ ଥୋପା ଟଗର ଗଛରେ ଦେଇକି ଗଛର ଗ୍ରୋଥକୁ ଭଲ କରିପାରିବେ, ଢେର ସାରା ଫୁଲ ପାଇପାରିବେ। ଏହା ସହିତ ସେ ଯେଉଁ ପତ୍ରମୋଡ଼ା ପୋକକୁ ଦୂର କରିବା ପାଇଁ ମଧ୍ୟ ଗୋଟେ ଇନସେକ୍ଟିସାଇଡ୍ ବିଷୟରେ ସେୟାର କରିବି ଯାହାକୁ କି ଆପଣ ଘରେ ହିଁ ପ୍ରସ୍ତୁତ କରିପାରିବେ ପୁରା ଫ୍ରିରେ, ଆଉ ସେ ପୋକମାନଙ୍କୁ ଏକା ବେଳକେ ଦୂର କରିପାରିବେ। ଗୋଟେ ଥର ସ୍ପ୍ରେ କଲା ପରେ ହିଁ ସେ ପୋକ ଗୁଡ଼ିକ ଆପଣଙ୍କ ଗଛରୁ ଦୂର ହେଇଯିବେ। ତେଣୁ ଭିଡ଼ିଓଟିକୁ କଣ୍ଟିନ୍ୟୁ କରନ୍ତୁ ଆଉ ଫୁଲ୍ ୱାଚ୍ କରନ୍ତୁ। ଦେଖିପାରୁଥିବେ କେତେ ସୁନ୍ଦର ଭାବେ ଏହି ଥୋପା ଟଗର ଗଛରେ କଢ଼ ଆସିଛି ଆଉ ଫୁଲ ମଧ୍ୟ ଫୁଟିବାକୁ ଲାଗିଗଲାଣି। ତ ଇଏ ହେଉଛି ତାର ପ୍ରଥମ ଫୁଲ ଫୁଟିଛି, ଯାହାକି 4 ଦିନ ହେଲାଣି ଫୁଟିଲାଣି, ଧୀରେ ଧୀରେ ମଉଳିବାକୁ ଲାଗିଲାଣି। ତ ଏଇ ଯେଉଁ ଗଛଟି ଆପଣମାନେ ଏତେ ହେଲ୍ଦି ଭାବେ ଗ୍ରୋ କରୁଥିବାର ଦେଖୁଛନ୍ତି, କିଛି ଦିନ ଆଗରୁ ଏଇ ଗଛଟି ପୁରା ଥୁଣ୍ଟା ହେଇଯାଇଥିଲା। ସେ ଯେଉଁ ପତ୍ର ମୋଡ଼ା ପୋକ ଏଥିରେ ଲାଗିଥିଲେ ଆଉ ପୁରା ଗଛର ପତ୍ରକୁ ଖାଇ ଦେଇଥିଲେ। ତାପରେ ଯେତେବେଳେ ଗଛଟି ମୋ ପାଖକୁ ଆସିଥିଲା ମୁଁ ଏଥିରେ କିଛିଟା ଟ୍ରିଟମେଣ୍ଟ ନେଇଥିଲି, ଯାହା ପରେ କି ଗଛରେ ନୂଆ ନୂଆ ଗ୍ରୋଥ ଆସୁଛି। ଏଠି ଦେଖିପାରୁଥିବେ ଏସବୁ ଡାଳରେ ବିଲକୁଲ ବି ପତ୍ର ନଥିଲା, ଆଉ ଏବେ ଦେଖନ୍ତୁ ନୂଆ ନୂଆ କରିକି ଏଥିରେ କେମିତି ପତ୍ର ଆସିବାକୁ ଲାଗିଗଲାଣି। ଏ ଦେଖନ୍ତୁ ସବୁ ଡାଳକୁ ପୁରା ଥୁଣ୍ଟା କରିଦେଇଥିଲେ, ତ ଧୀରେ ଧୀରେ କରିକି ପତ୍ର ଆସିକି କଢ଼ ଆସିକି ଏଥିରେ ଫୁଲ ମଧ୍ୟ ଫୁଟିବାକୁ ଲାଗିଗଲାଣି। ତ ଏଥିରେ କ'ଣ ସବୁ କାମ କଲେ ଆପଣଙ୍କ ଗଛଟି ହେଲ୍ଦି ହେଇପାରିବ ଆଉ ସେ ପତ୍ରମୋଡ଼ା ପୋକ ଲାଗିବେନି ସେ ବିଷୟରେ ଚାଲନ୍ତୁ କଥା ହେବା। କିନ୍ତୁ ତା ପୂର୍ବରୁ ଆପଣମାନେ ଦେଖନ୍ତୁ ଏଇଠି କେମିତି ବ୍ଲାକ୍ର ସବୁ ପଡ଼ିଛି ଦେଖିପାରୁଥିବେ। ତ ଯଦି ଆପଣଙ୍କ ଗଛରେ ମଧ୍ୟ ଏଭଳି ଭାବେ କିଛି ପଡ଼ିଥିବ, ଜାଣିବେ କି ଆପଣଙ୍କ ଗଛରେ ଯେଉଁ ବଡ଼ ପୋକ ଥାନ୍ତି ସେ ବଡ଼ ପୋକ ଅଛନ୍ତି ଯାହାକି ପତ୍ର ଫୁଲ ସବୁ ଖାଇଯାଆନ୍ତି, ଏମିତିକି ଡାଳକୁ ମଧ୍ୟ ଏଇଠୁ ଅଧାରୁ ଖାଇକି ନଷ୍ଟ କରିଦିଅନ୍ତି। ତେଣୁ ଗଛରୁ ତାଙ୍କୁ ଆପଣ ଖୋଜନ୍ତୁ, ଖୋଜିକି ନେଇକି ବଗିଚାରୁ ପୁରା ଦୂରରେ ଫୋପାଡ଼ିକି ଆସନ୍ତୁ। ଯଦି ଆପଣଙ୍କ ବଗିଚାରେ ରହିବ ତାହେଲେ ଗୋଟେ ରାତି ଭିତରେ ସେ ଆପଣଙ୍କର ପ୍ରାୟତଃ ସବୁ ଗଛ ନଷ୍ଟ କରିଦେଇ ପାରନ୍ତି। ତେଣୁ ତୁରନ୍ତ ତାଙ୍କୁ ଖୋଜିକି ନେଇକି ବଗିଚାରୁ ଦୂରରୁ ଫୋପାଡ଼ିକି ଆସନ୍ତୁ। ତ ମୁଁ ତ ଖୋଜିଲି ବହୁତ, କିନ୍ତୁ ଏଇ ଗଛରେ ମୋତେ ମିଳୁନି, ବୋଧେ ଆଉ କେଉଁ ଗଛକୁ ପଳେଇଛି କି କ'ଣ, ତ ତାକୁ ଖୋଜିକି ବଗିଚାରୁ ବାହାର କରିବା ପାଇଁ ମୋତେ ପଡ଼ିବ। ତ ପ୍ରଥମେ ତ ଯଦି ଆପଣଙ୍କ ଗଛରେ ପୋକ ଲାଗୁଛନ୍ତି, ଯାହାକି ପତ୍ରମୋଡ଼ା ପୋକ ଏଭଳି ଭାବେ ପତ୍ର ମୋଡ଼ିକି ତା ଭିତରେ ପଶିଯାଆନ୍ତି ଆଉ ରାତିରେ ବାହାରିକି ଗଛର ପତ୍ରକୁ ସବୁ ଖାଇଥାନ୍ତି। ଏବେ ତ ଦିନରେ ମଧ୍ୟ ବାହାରିକି ସେ ଖାଇଯାଉଛନ୍ତି। ତେଣୁ ଯଦି ସେମିତି କିଛି ପୋକ ଲାଗୁଛନ୍ତି ତାହେଲେ ପ୍ରଥମେ ତ ସେ ଗଛଟିକୁ ଆପଣଙ୍କ ବଗିଚାରୁ ଟିକେ ଦୂରକୁ ନେଇ ଆସନ୍ତୁ, ଯେଉଁଠିକି ଅଲଗା କିଛି ଗଛ ନଥିବ। ମନ୍ଦାର ଗଛ, ଟଗର ଗଛ, ଏସବୁ ଗଛରେ ସେ ପୋକ ବେଶୀ ଲାଗିଥାନ୍ତି। ତ ସେଇ ଗଛଟିକୁ ଟିକେ ବଗିଚାରୁ ଆପଣ ଦୂରକୁ ନେଇ ଆସନ୍ତୁ। ଆଉ ଯେଉଁ ପତ୍ର ଭିତରେ ସେମାନେ ପଶିଛନ୍ତି, ପତ୍ରକୁ ଏଭଳି ଭାବେ ମୋଡ଼ି ଦେଇଛନ୍ତି, ସେ ପତ୍ରକୁ ଗଛରୁ ଛିଡ଼େଇ ଦିଅନ୍ତୁ। ସବୁ ଯେଉଁ ପତ୍ରରେ ସବୁ ଲାଗିଥିବ ସବୁ ପତ୍ରକୁ ଛିଡ଼େଇ ଦେବେ, ଗୋଟେ ବି ପତ୍ର ଗଛରେ ରଖିବେ ନାହିଁ। ଛିଡ଼େଇକି ସେଇ ପତ୍ରକୁ ନେଇକି ଆପଣ ବଗିଚାରୁ ଦୂରରୁ ଫୋପାଡ଼ିକି ଆସନ୍ତୁ। ତ ବହୁତ ଜଣ ମାରି ଦିଅନ୍ତି, କିନ୍ତୁ ମୁଁ ମାରେନି, ତେଣୁ ଆପଣମାନେ ବି ମାରନ୍ତୁ ନାହିଁ, କାହିଁକିନା ସବୁ ଜୀବଙ୍କର ବଞ୍ଚିବାର ଅଧିକାର ଅଛି। ତ ସେଥିପାଇଁ ସେ ପତ୍ରକୁ ନେଇକି ବଗିଚାରୁ ଦୂରରେ ଫୋପାଡ଼ିକି ଆସନ୍ତୁ। ଯେଉଁଠିକି ବଣ ଏରିଆ ଥିବ ତ ସେମାନେ ସେଇଠି ପତ୍ର ଖାଇକି ରହିବେ ଆଉ ଆପଣଙ୍କ ବଗିଚାକୁ ଆସିବେ ନାହିଁ। ତ ପତ୍ର କାଢ଼ି ସାରିଲା ପରେ ପ୍ରାୟତଃ ସମସ୍ତଙ୍କ ବାରି ଘରେ କିମ୍ବା ପାଖ ଆଖରେ ନିମ ଗଛ ଥିବ। ତ ସେଇ ନିମ ଗଛର କ'ଣ କରିବେ ନା କିଛିଟା ପତ୍ର ନେଇ ଆସିବେ, ତାକୁ ଭଲ ଭାବେ ବାଟି ଦେବେ, ବାଟିକି ତାକୁ ଛାଣିଦେବେ, ତାର ରସ ବାହାର କରିନେବେ। ସେଇ ରସରେ ଆପଣ ଯେତିକି ରସ ପ୍ରସ୍ତୁତ କରିଥିବେ ନିମପତ୍ରକୁ ବାଟିକି, ସେଥିରେ ସେତିକି ସାଧା ପାଣି ଆଡ଼୍ କରିବେ ଆଉ ତାକୁ ଭଲ ଭାବେ ମିଶାଇକି ଗଛରେ ସ୍ପ୍ରେ କରିଦେବେ। ଯଦି ସ୍ପ୍ରେ ବଟଲ ନାହିଁ ତାହେଲେ ଗଛ ଉପରେ ଆପଣ ଛିଞ୍ଚି ପାରିବେ ମଧ୍ୟ। ତ ଗୋଟେ ଥର ସେଇ ନିମପତ୍ର ବାଟିକି ତାର ରସ ସ୍ପ୍ରେ କରିବା ଦ୍ୱାରା ଆପଣଙ୍କ ଗଛରୁ ସବୁ ପୋକ ଦୂରେଇ ଯିବେ। କେବଳ ସେଇ ପତ୍ର ମୋଡ଼ା ପୋକ ନୁହେଁ, ଅଲଗା ଯାହା ବି ପୋକ ଆପଣଙ୍କ ଗଛରେ ଲାଗିଥିବେ ସବୁ ଦୂର ହେଇଯିବେ। ତେଣୁ ଗୋଟେ ଥର ସେଇ ନିମପତ୍ରକୁ ବାଟିକି ତାର ରସ ସ୍ପ୍ରେ କରନ୍ତୁ। ତା ଦେହରେ ଆଉ କିଛି ବି ମିଶାଇବାର ଆବଶ୍ୟକତା ନାହିଁ, କିନ୍ତୁ ଯଦି ଆପଣ ଚାହିଁବେ ତାହେଲେ ଟିକେ ହଳଦୀ ପାଉଡ଼ର ମିଶାଇ ପାରିବେ। ବହୁତ ଭଲ ସେ କାମ ଦେବ। ଗୋଟେ ଥର ସ୍ପ୍ରେ କଲା ପରେ ହିଁ ଆପଣ ତାର ରେଜଲ୍ଟ ଦେଖିବା ପାଇଁ ପାଇବେ। ଯଦି ଆଜି ସ୍ପ୍ରେ କରିଥିବେ କାଲି ସକାଳକୁ ହିଁ ଆପଣଙ୍କୁ ତାର ରେଜଲ୍ଟ ଗଛରେ ଦେଖିବା ପାଇଁ ମିଳିଯିବ। ତ ନିମପତ୍ରକୁ ଆପଣ ଯଦି ଲଗାତାର ଭାବେ ଆପଣଙ୍କ ଗଛରେ ପୋକ ଲାଗୁଛନ୍ତି ତାହେଲେ ଆପଣ ତାକୁ ରିପିଟ୍ କରିପାରିବେ, ଯେମିତିକି ପ୍ରତି 4-5 ଦିନରେ ଗୋଟେ ଥର କିମ୍ବା ସପ୍ତାହକୁ ଗୋଟେ ଥର ସେଇ ନିମପତ୍ର ବାଟିକି ତାର ରସକୁ ସ୍ପ୍ରେ କରିପାରିବେ, ଯାହାଫଳରେ କି ଆପଣଙ୍କ ଗଛରେ ଆଉ ବିଲକୁଲ ବି ପୋକ ଲାଗିବ ନାହିଁ।
तो जदि आपंक टगर गचरे पोक लगुंट ताहले ये उपाय आप दूर करेंगे। किंतु जदि गचरे ग्रोथ आसुनी कि फुल फुटुनी ताहले कौन करेंगे चलतु कथा जा। तो प्रथम तो गचर आप बर्तमान प्रूनिंग कर दिंतु। टगर गचर बर्तमान प्रूनिंग समय तार डाल को काटी दिंतु कि जब गचर ग्रोथ भल ना ताले ऊपर तार किछटा पत्र छिड़की पिंचिंग कर दिंतु जहाँफल कि गचरे नुआ नुआ डाल आसो आउ आपणकर फुल फुटब। प्रूनिंग आ पिंचिंग कर सारापर गछटी आपंकर जो कुंडे लगी तार ड्रेनेज होल चेक करूँ। जदि से पटे आप बहुत सारा चेर नजर आसुव ताहले से क्षेत्र में गछटी आप रिपोर्टिंग करदे कहीं रूट बाउंडिंग होगी रहिले गछर ग्रोथ हेबनी कि फुल आसब नहीं। जदि रिपोर्टिंग आवश्यकता नहीं ताहले आप गछ को किसी खत देवे। तो क्यों खत देले गछरे नुआ नुआ डाल आसब आ फुल फुटब चलतु आम से विषय कथा होगा। किंतु खत देवा पूर्व आपको गछरे आउ किछटा काम करने पड़ो जमीक तार माटी को पूरा सफा करदे से जहाँ भी सब अनाबना गछ उठी घास उठी से सबको काढ़ीदेवे। किसी जदि सुखिला पत्र पड़ो से सबको काढ़ीदेवे आउ माटी को टिके आप हालुका करने। माटी को हालुका करके ही से खत देउछंती ताहले से खत बहुत जल्दी काम करि थाए। गछरे आपन तार रिजल्ट बहुत जल्दी देखिबा पई मध्य मिलि थाए। तो चलंतु प्रथमे यार माटी को म हालुका करि नउछि तापरे केउ खत देबा से विषय कथा होउछि। देखो ये भाव माटी को हालुका करके दुई साइड रू मुझे किसी माटी काढ़ी नहीं डायरेक्ट चेर पाखे ही मुझे खत देवी जहाँफल कि खत गुड़िक शीघ्र डिकम्पोज हो पार आ गचरे ताहा बहुत भल भाव काम कर। तो खत देवाई प्रथम ये मुझे जो कमला लेंबू अच्छी तो यही कमला लेंबूर चोपा को नहीं तो यही कमला लेंबूर चोपा को मुझे देदेवी। तो देखो प्रथम या तापर ये किसी मु गोबर खत नहीं तो पाखापाखि 3 ରୁ 4 मुठी गोबर खत हेब। तो ये गोबर खत को देदेवी। देखो अधा अधा दे देछि यहाँ पर ये किसी पाउंस नहीं जहाँफल कि मटीरे कि चेर फंगस लगे ना बहुत भल भाव ग्रो कर पाउंस देवा द्वारा भल फुल आसी थाए। यह सहित ये किसी सीउड्र दाना नहीं या देदेवी। देखो सीउड्र दाना देवा द्वारा ए नुआ नुआ पत्र आसब और ढेर सारा फुल आसब। तो ये सब दे सारा पर जो माटी आम काढ़ी से माटी को पुणी थे देदेबा जहाँफल कि ये भल भाव डिकम्पोज हो पार आउ जो आम या पानी देबा गछटी से पानी मध्यम या बहुत भल भाव ग्रहण कर। देखो तो खत दे देछि एबे भल भाव ए पानी देदेवी। खत देवा आगु माटी को पूरा सुखिला रखिथे नहीं तो हल्का जमती ओदा थी जहाँफल कि खत दे सारा पुणी थे भल भाव पानी दे पारे से भाव माटी ओदा थी जहाँफल कि से खत गुड़िक आपंकर शीघ्र डिकम्पोज हो पार। देखो केते भल सॉइल मिक्स होती गछपाई जहाँफल कि पानी देलापर सांगे सांगे ड्रेन आउट हो गला तल को पलैला। तो सब ये भाव माटी जब आप गछ लगे ताहले आपनको गछ बहुत भल भाव बढ़ी थाए आ से ढेर सारा फुल आपंकर आसी थाए गचर जो चेर थी तार ग्रोथ बहुत भल भाव होता है। तो खत दे सारापर गछ को आप पूरा दिन खरार रखिए। जब रिपोर्टिंग कर रिपोर्टिंग पर 6 ରୁ 7 दिन आप छाई रखिए तापर जाकि खरा को सेट करेंगे। आ जब रिपोर्टिंग करूना खत दे सारिकी सांगे सांगे आप खरा को सेट करदेवे। पूरा दिन खरार जब रखिए ताहले आपन गचरे नुआ नुआ डाल आसब आ भाव सुंदर भाव कढ़ आसिक फुल फुटवा लगे। तो फ्रेंड्स आपण थोपा टगर गचरे जदि फुल आसुनी कि नुआ नुआ डाल आसुनी कि आपणकर कौन प्रकार पोक लगुंट ताहले जो सब समाधान आपण सहित शेयर कली से सब आपण गचरे करनी जहाँफल कि आपण गछ पूरा हेल्दी भाव ग्रो कर खरा दिन में आप प्रचुर परिमाण में फुल पाइपर। आउ जदि आपण पाखे टगर गछ ना ताहले वर्तमान समय आप तार डाल आणिक लगे पारे बहुत जल्दी यार डाल गुड़िक ग्रो हो मात्र 15 दिन भितर ही से नुआ नुआ पत्र आउ चेर देखापी पाइबे आ खरा दिन में ही से ढेर सारा फुल आप पाइपर। तो फ्रेंड्स आज ये पुणी देखा गोटे नुआ वीडियो आ गोटे नुआ टॉपिक सहित से पर्यंत गछ लगाऊ था खुशी था। थैंक यू। हैप्पी गार्डनिंग। टेक केयर।